ମାଥିଉ 1 ଅଧ୍ୟାୟ 21 ପଦରେ ଦେଖିବା। ଏଠି ଏପରି ଲେଖାଯାଇଛି, ସେ ପୁତ୍ର ପ୍ରସବ କରିବେ ଆଉ ତୁମ୍ଭେ ତାହାଙ୍କ ନାମ ଯୀଶୁ ଦେବ, କାରଣ ସେ ଆପଣା ଲୋକମାନଙ୍କୁ ସେମାନଙ୍କର ସମସ୍ତ ପାପରୁ ପରିତ୍ରାଣ କରିବେ। ପ୍ରଭୁ ଏ ଅଳ୍ପ ବାକ୍ୟ ଉପରେ ଆଶୀର୍ବାଦ କରନ୍ତୁ। ଆମେନ୍। ଆମେ ଦେଖୁ ପ୍ରିୟ ପ୍ରଭୁଙ୍କ ଲୋକମାନେ ଯେ ସେଦିନ ଯେତେବେଳେ ଦୂତ ଆସିକି ଯେତେବେଳେ ଦର୍ଶନ ଦେଉଛନ୍ତି ଆଉ କହୁଛନ୍ତି ମରିୟମଙ୍କ କୋଳରେ ଗୋଟେ ପୁତ୍ର ଜନ୍ମ ଗ୍ରହଣ କରିବେ, ଏଇଟା ଯୋସେଫଙ୍କୁ କହୁଛନ୍ତି ଯେ ତୁମେ କାହିଁକି ଏତେ ଭୟଗ୍ରସ୍ତ, ଏତେ ଚିନ୍ତିତ? କାରଣ ଯୋସେଫ ସେ ନିଜ ମନରେ ଚିନ୍ତିତ ଥିଲେ ଯେତେବେଳେ ତାଙ୍କ ବିବାହ ନିର୍ବନ୍ଧ ହୋଇଥିବା ସେହି କନ୍ୟାଙ୍କ ବିଷୟରେ ଶୁଣିଲେ, ଆଉ ସେ ଏବେ ପ୍ରେଗନେଣ୍ଟ ଅଛନ୍ତି, ଗର୍ଭଧାରଣ କରିଅଛନ୍ତି ବୋଲି ଯେତେବେଳେ ଯେ ଶୁଣିଲେ, ସେ ବାକ୍ୟରେ ଲେଖାଯାଏ ସେ ଧାର୍ମିକ ଥିବାରୁ ସେ ପ୍ରକାଶରେ ତାହାକୁ ପରିତ୍ୟାଗ ନ କରିବାରୁ ସେ ମନେ ମନେ ପରିତ୍ୟାଗ କରିବା ନିମନ୍ତେ ସେ ଚିନ୍ତିତ ଥିଲେ। ଆଉ ସେ ଭାବୁଥିଲେ, ଆଉ ସେହି ସମୟରେ ପ୍ରଭୁଙ୍କର ଦୂତ ଆସି ତାହାଙ୍କୁ ଦର୍ଶନ ଦେଇ କହୁଛନ୍ତି ଯେ ତୁମେ କାହିଁକି ଇଏ କରୁଛ, ତୁମେ ଭୟ କର ନାହିଁ, କାରଣ ତାହାଙ୍କର ଗର୍ଭ ପବିତ୍ର ଆତ୍ମାଙ୍କ ଦ୍ୱାରା ହୋଇଅଛି, ଆଉ ସେ ପୁତ୍ର ପ୍ରସବ କରିବେ ଆଉ ତୁମ୍ଭେ ତାହାଙ୍କ ନାମ ଯୀଶୁ ଦେବ। କାହିଁକି ଦେବା? କାରଣ ସେ ଆପଣା ଲୋକମାନଙ୍କୁ ସେମାନଙ୍କର ସମସ୍ତ ପାପରୁ ପରିତ୍ରାଣ କରିବେ। ଆପଣା ଲୋକମାନ କିଏ? ସମସ୍ତ ଇସ୍ରାଏଲ ଜାତିମାନଙ୍କ ନିମନ୍ତେ, ଇସ୍ରାଏଲ ଲୋକମାନଙ୍କ ନିମନ୍ତେ ସେ ପରିତ୍ରାଣ କରିବେ। ସେଥିପାଇଁ ସେ କହୁଛନ୍ତି ସେ ପୁତ୍ର ପ୍ରସବ କରିବେ ଆଉ ତୁମ୍ଭେ ତାହାଙ୍କ ନାମ ଯୀଶୁ ଦେବ। ସେ ମାଥିଉ ତାର 2 ଅଧ୍ୟାୟ ତାର 1 ପଦ ଟିକେ ଦେଖିବା ଆଉ 11 ପଦର ଗୋଟେ ବିଷୟ ଦେଖିବା। ଆଜ୍ଞା ମାନେ ଏଠି ଗୋଟେ ଲେଖାଯାଏ, ହେରୋଦ ରାଜାଙ୍କ ସମୟରେ ଜିହୁଦିଆ ପ୍ରଦେଶର ବେଥଲିହିମରେ ଯୀଶୁଙ୍କ ଜନ୍ମ ହେବା ପରେ ଦେଖ, ପୂର୍ବ ଦିଗରେ ଥିବା ଦେଶରୁ କେତେକ ପଣ୍ଡିତ ଜେରୁସାଲେମ ସହରକୁ ଆସି କହିଲେ, ଜିହୁଦୀମାନଙ୍କର ଯେଉଁ ରାଜା ଜନ୍ମ ଗ୍ରହଣ କରିଅଛନ୍ତି ସେ କେଉଁଠାରେ? କାରଣ ଆମ୍ଭେମାନେ ପୂର୍ବ ଦିଗରେ ତାହାଙ୍କ ତାରା ଦେଖି ତାହାଙ୍କୁ ଆରାଧନା କରିବାକୁ ଆସିଅଛୁ। ଆମେନ୍। ଆମେ ଦେଖୁ ସେଦିନ ଯୋସେଫକୁ ଦର୍ଶନ ଦେଇ କହିଲେ ଯେ ତୁମେ ତାହାଙ୍କ ନାମ ଯୀଶୁ ଦେବ ଆଉ ସେ ପୁତ୍ର ପ୍ରସବ କରିବେ। ଯେତେବେଳେ କାଳକ୍ରମରେ ସମୟ ଗଡ଼ିଗଲା, ଯେତେବେଳେ ତାଙ୍କର ସେ ପ୍ରସବକାଳୀନ ସମୟ ଉପସ୍ଥିତ ହେଲା, ବାକ୍ୟରେ ତ ଆମେ ସମସ୍ତେ ଜାଣିଛା, ଯେତେବେଳେ ତାଙ୍କର ସେହି ସମୟ ଉପସ୍ଥିତ ହେଲା, ଯେତେବେଳେ ସେ ଶିଶୁର ଜନ୍ମ ହେଲେ, ସେହି ସମୟରେ ପହିଲା ଫାଷ୍ଟ କାହାକୁ ଦର୍ଶନ ଦେଉଛନ୍ତି? ପୂର୍ବ ଦିଗରେ ଥିବା କେତେକ ପଣ୍ଡିତକୁ ସେମାନେ ତାରା ଦର୍ଶନ, ମାନେ ସେମାନେ ଦୂତଙ୍କ ମାଧ୍ୟମରେ ଦର୍ଶନ ପାଉଛନ୍ତି ଆଉ ସେ ତାରା ଦେଖି ସେମାନେ ମହାନନ୍ଦରେ ଆନନ୍ଦ ହେଉଛନ୍ତି ଆଉ ସେମାନେ ସୁସମ୍ବାଦ ସେନେ ଶୁଣୁଛନ୍ତି। ଆଉ ସେହି ତାରା ସେମାନଙ୍କୁ ବାକ୍ୟରେ ଲେଖାଯାଏ, ସେ ତାରା ହିଁ ସେମାନଙ୍କୁ କଢ଼େଇ ନେଇଛନ୍ତି ବୋଲି କହିଲେ ସେନେ ସେ ସମ୍ବାଦ ଦେଇଛନ୍ତି। ଜେରୁସାଲେମ ସହରକୁ ଆସି କହିଲେ, ଜିହୁଦୀମାନଙ୍କର ଯେଉଁ ରାଜା ଜନ୍ମ ଗ୍ରହଣ କରିଅଛନ୍ତି ସେ କେଉଁଠାରେ? ସେମାନେ ଆସି ଯେତେବେଳେ ପଚରଉଛନ୍ ସେ ଜେରୁସାଲେମ ସହରରେ, କାରଣ ଆମ୍ଭେମାନେ ପୂର୍ବ ଦିଗରେ ତାହାଙ୍କ ତାରା ଦେଖି ତାହାଙ୍କୁ ଆରାଧନା କରିବାକୁ ଆସିଅଛୁ। ଯେତେବେଳେ ସେ ତାରା ଚମକି ଉଠିଲେ ଆଉ ସେ ତାରାରେ କଥା ହେଲେ ପ୍ରଭୁଙ୍କର ଦୂତମାନେ, ସେତେବେଳେ ସେମାନେ ଆସିଛନ୍ତି। 11 ପଦରେ ଆମେ ଦେଖିବା, ଆଉ ଘର ଭିତରକୁ ଯାଇ ଶିଶୁଙ୍କୁ ତାହାଙ୍କ ମାତା ମରିୟମଙ୍କ ସାଙ୍ଗରେ ଦେଖି ତାହାଙ୍କୁ ଭୂମିଷ୍ଠ ପ୍ରଣାମ କଲେ ଏବଂ ଆରାଧନା କଲେ। ପୁଣି ଆପଣା ଆପଣା ପେଡ଼ି ଫିଟାଇ ତାହାଙ୍କୁ ସୁନା, କୁନ୍ଦରୁ ଓ ଗନ୍ଧରସ ଉପହାର ଦେଲେ। ହାଲେଲୁୟା। ଆମେ ଦେଖିବା ଯେ ସେ ପଣ୍ଡିତମାନେ, ଆମେ ବାକ୍ୟରେ ଦେଖିଲୁ ଉପରେ କେତେକ ପଣ୍ଡିତ ଅଛନ୍ତି ବୋଲିକରି, ସେମାନେ କେତେକ ପଣ୍ଡିତ ଆସି ସେମାନଙ୍କୁ ଦର୍ଶନ କରିବା ନିମନ୍ତେ ଆସିଛି ବୋଲି ଦେଖିଲେ। ଏଠି ଆମେ ଦେଖିବା ଯେ ସେମାନେ ଆପଣା ଆପଣା ପେଡ଼ି ଫିଟାଇ ସୁନା, କୁନ୍ଦରୁ ଓ ଗନ୍ଧରସ ଏ 3ଟା ଉପହାର ଦେଲେ। ଏ 3ଟା ଉପହାର ମାନେ କ'ଣ 3 ଜଣ ଆସିଥିଲେ? ନାଇଁ,
3 ଜଣ ଆସି ନଥିଲେ। କେତେକ ପଣ୍ଡିତ, କେତେ ପଣ୍ଡିତ ଆଇଛି ତାଙ୍କ ସଂଖ୍ୟା ଲେଖା ନାହିଁ। ସେମାନେ 3ଟା ବିଷୟ, ଯେତେ ବି ପଣ୍ଡିତ ଆସିଥାଉ ସେମାନେ କେବଳ 3ଟା ବିଷୟ ଆଣିକରି ଆସିଥିଲେ। ତାହା ହେଉଛି ସୁନା, କୁନ୍ଦୁରୁ ଏବଂ ଗନ୍ଧରସ। କାହିଁକି ଏ ବିଷୟ ମାନେ ସେମାନେ ଆଣିକି ଆସିଲେ? ସେମାନେ ଆଉ ବି ଅନ୍ୟ ଜିନିଷ ଆଣିପାରିଥାନ୍ତେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମେ ଦେଖିବାକୁ ଚାହୁଁ ସେମାନେ ସୁନା, କୁନ୍ଦୁରୁ, ଗନ୍ଧରସ କାହିଁକି ଆଣିଲେ? ତା ଜାଗାରେ ଆଜିକେ ଡେଟ୍ରେ ଆମେ ଯେନ୍ତା ଗୋଟେ ଛୁଆକୁ ଜନ୍ମ ହେଲେ ଯଦି ବାର୍ଥଡେ ଘରକୁ ଯାଉଁ କି ଏକୋଇଶିଆ ଘରକୁ ଯାଉଁ କିମ୍ବା ତାହାକୁ ଦେଖିବାକୁ ଗଲେ ମଧ୍ୟ କିଏ ତ ସାବୁନ ନେଉଛି, କିଏ ତ ପ୍ୟାଣ୍ଟ ସାର୍ଟ ସାରେ ନେଉଛି, କିଏ ତ ଖାଇବା ଜିନିଷ ନେଉଛି, କିଏ ତ ମିଠାଇ ନେଇକି ଯାଉଛି। କିନ୍ତୁ ସେ ସମୟରେ ସେମିତି ବିଷୟ ସେମାନେ ନେଇକି ଯାଇନଥିଲେ। ସେମାନେ 3ଟି ବିଷୟ ଲେଖାଯାଇ ଏନେ ସୁନା, କୁନ୍ଦୁରୁ ଓ ଗନ୍ଧରସ। ହାଲେଲୁୟା, ପ୍ରଭୁଙ୍କ ନାମର ଧନ୍ୟବାଦ। ସେ ସୁନା, କୁନ୍ଦୁରୁ, ଗନ୍ଧରସ କ'ଣ है? ସେ ସୁନା, କୁନ୍ଦୁରୁ, ଗନ୍ଧରସ କ'ଣ है? ଯାତ୍ରା ପୁସ୍ତକ ତାର 30 ଅଧ୍ୟାୟ 34 ପଦ ଦେଖିବା ଆମେ। ଯାତ୍ରା ପୁସ୍ତକ 30 ଅଧ୍ୟାୟର 34 ପଦ। ଏଠି ଏପରି ଲେଖାଯାଇଅଛି, ଏଥି ଉତ୍ତରେ ସଦାପ୍ରଭୁ ମୋଶାଙ୍କୁ କହିଲେ, ତୁମ୍ଭେ ଆପଣା ନିକଟରେ ସୁଗନ୍ଧି ଦ୍ରବ୍ୟ ଅର୍ଥାତ୍ ଗୁଗୁଲ, ନଖି, କୁନ୍ଦୁରୁ ଓ ନିର୍ମଳ ଲୋବାନ ଏହି ପ୍ରତ୍ୟେକ ସୁଗନ୍ଧି ଦ୍ରବ୍ୟ ସମଭାଗରେ ସଂଗ୍ରହ କର। ମୋଶାଙ୍କୁ ପରମେଶ୍ୱର କହୁଛନ୍ତି ଯେ ଏହିସବୁ ବିଷୟ ତୁମେ ସଂଗ୍ରହ କର। ବାକ୍ୟରେ ଆହୁରି ତଳକୁ ଯିବା ବେଲେ ବହୁତ ବିଷୟ ମାନେ ଶିଖିବା। ମୁଇଁ ସର୍ଟକଟ୍ରେ କହୁଛେ ସମୟ ଅନୁଯାୟୀ ଆମେ ଟିକେ ଟିକେ ବୁଝିକି ଯିବା। ଯେ ମୁଁ କୁନ୍ଦୁରୁ ବିଷୟରେ କହୁଛି ଯେ କୁନ୍ଦୁରୁ କ'ଣ है? ସୁନା କ'ଣ है? ସୁନା, କୁନ୍ଦୁରୁ, ଗନ୍ଧରସ ଏ ବିଷୟ ଆମେ ଦେଖୁଛୁ। ଆଉ ଇଟା ହଉଛେ ସୁଗନ୍ଧି ଦ୍ରବ୍ୟ। ସୁନାକେ ଛାଡ଼ିକିରି ଅନ୍ୟ ବିଷୟ ମାନେ ଯେଉଁଟାକି ଆମେ କୁନ୍ଦୁରୁ କହୁଛୁ, ଗୁଲଗୁ କହୁଛୁ, ଲୋବାନ କହୁଛୁ, ଏ ସମସ୍ତ ହଉଛେ ଗୋଟେ ସୁଗନ୍ଧି ଦ୍ରବ୍ୟ ଯେଉଁଟାକି ରାଜା ମହାରାଜା ମାନଙ୍କୁ ଉପହାର ଦିଆଯାଏ। ଯେଉଁଟାକି ରାଜା ମହାରାଜା ମାନଙ୍କୁ ଉପହାର ଦିଆଯାଏ, ଯାହାକି ଯାହାର ଦାମ ହେଉଛି ସହସ୍ର ଟଙ୍କା, ଲକ୍ଷ ଲକ୍ଷ ଟଙ୍କା ହେଇପାରେ। ବାକ୍ୟରେ ତ ଲେଖା ନାହିଁ ଏତେ ସମୁଖୀ ଏତେ ଟଙ୍କା କି ସେତି ଟଙ୍କା, କିନ୍ତୁ ସେ ବହୁତ ଦାମୀ ଚିଜ୍ ମାନେ ସେଟା ବୋଲି ଜଣାଯାଏ। ସେଦିନ ସେଇ ଦାମୀ ଚିଜ୍ ବିଷୟରେ ସେ ଗନ୍ଧରସ ବିଷୟରେ ସେଦିନ ଯୀଶୁଙ୍କ ପାଦ ତଳେ ସେ କ'ଣ କି ଯେତେବେଳେ ସେ ପାପିନୀ ସ୍ତ୍ରୀ ଢାଲି ଦେଉଛନ୍ତି, ସେତେବେଳେ ସେ ଜିହୁଦା କାଣା କହୁଛନ୍, ଯେଟା କାହିଁକି ଏତେ ଅପେକ୍ଷା, ଏ ତ ବହୁତ ଟଙ୍କାରେ ବିକ୍ରୟ ହେଇଥାନ୍ତା। ସେଥିରେ ଆମେ ଦେଖୁଛୁ ଯେ ଏଇ ଗନ୍ଧରସ କେତେ ଦାମିକିଆ ହେଇଥିବ। ସେତେବେଳେ ସେ କହୁଛନ୍ତି 150 ଟଙ୍କାରେ ବିକ୍ରୟ ହେଇଥାନ୍ତା। ମରିୟମ ଯେତେବେଳେ ଢାଲୁଛନ୍ ତାଙ୍କର ମଗଦଲିନୀ ମରିୟମ ଯୀଶୁଙ୍କର ପାଦ ତଳେ ମଧ୍ୟ ଢାଲୁଛନ୍ତି। 150, ସେତେବେଳେ 150 ପାଖାପାଖି। ଏହି ସମୟରେ ଆମେ ଦେଖିବା ତ କିଏ ଜାଣେ 1.5 ଲକ୍ଷ ବି ହେଇପାରେ, 1.5 କୋଟି ବି ହେଇପାରେ। ତ ଆମେ ଦେଖିବା ପ୍ରିୟ ପ୍ରଭୁଙ୍କ ଲୋକମାନେ ଯେ এই ବିଷୟ ମାନେ ସେ ରାଜାଙ୍କ ନିକଟକୁ ସେମାନେ ଭେଟି ଆଣୁଛନ୍ତି। ଆଉ ଯୀଶୁଙ୍କୁ ସେମାନେ ଦର୍ଶନ କରିବା ନିମନ୍ତେ ସେମାନେ ଆସୁଅଛନ୍ତି। এই ସମସ୍ତ ବିଷୟ ନେଇ ସୁନା ଗୋଟେ ସେମାନେ ଆଣୁଛନ୍ତି। ସୁନାର ତାଙ୍କର ରାଜା ମହାରାଜା ମାନେ ସୁବର୍ଣ୍ଣରେ ପରିହିତ, ସୁବର୍ଣ୍ଣ ମୁକୁଟରେ ପରିହିତ, ସୁବର୍ଣ୍ଣ ତାଙ୍କର ଶରୀରରେ ପରିହିତ। ତେଣୁକରି ସେମାନେ ସୁନା ଉପହାର ଦିଅନ୍ତି। ଆଉ ଏ କୁନ୍ଦୁରୁ, ଗନ୍ଧରସ ଏମାନେ ସମସ୍ତ ତାଙ୍କର କ'ଣ କହିବା ସେଟାକେ ଉପହାର ଦିଅନ୍ତି। ସେଟା ବହୁତ କିମ୍ତି ଜିନିଷ ମାନେ, ଯେଉଁଟାକି ଗୋଟେ ଘରରେ ଖୋଲିଦେଲେ ସେଟା କ'ଣ ହେବ, ମହକିଯିବ ଘର, ସୁବାସ ବାସନାରେ ପରିପୂର୍ଣ୍ଣ ହେଇଯିବ। ସେହି ବିଷୟ ମାନେ ସେମାନେ ନେଇକିରି ଆସୁଛନ୍ତି। ଏବେ ଦେଖିବା ସେହି ପଣ୍ଡିତ ମାନେ କିଏ ଥିଲେ? ଯେଉଁ ପଣ୍ଡିତ ମାନେ এই ସମସ୍ତ ନାମୀ ଦାମୀ ଜିନିଷ ନେଇକିରି ପ୍ରଭୁଙ୍କ ନିକଟକୁ ଆସୁଅଛନ୍ତି, ସେହି ଶିଶୁ ଯୀଶୁଙ୍କୁ ଦର୍ଶନ କରିବା ନିମନ୍ତେ, ସେ ଜିହୁଦୀମାନଙ୍କର ରାଜାକୁ ଭେଟି ଚଢ଼ାଇବା ନିମନ୍ତେ ଯେଉଁମାନେ ଆସୁଅଛନ୍ତି, ସେହି ପଣ୍ଡିତ ମାନେ କିଏ? ଆମେ ବାକ୍ୟରେ ଅନେକ ଥର ଦେଖିଅଛୁ ପ୍ରିୟ ପ୍ରଭୁଙ୍କ ଲୋକମାନେ। ପୁରୁଣା ନିୟମରେ ଅନେକ ବିଷୟ ମାନେ ଆମେ ଦେଖିଛୁ।
अब्राहम को विषय आम देखीचु अब्राहम को विषय आम चिंता करवा परमेश्वर ताहां बहुत आशीर्वाद करिछन आउ पृथ्वीर समस्त गोष्ठी ताहां द्वारा आशीर्वाद प्राप्त हेबे आउ ताहां चुक्तिनामा करी कहिसंती जे तुमर वंश आकाशर नक्षत्र परी हेबो तुमे जदि गणी पारिबो ताहाले गणी कुह आउ जो जो जगह आम देखा से ताहांकर वंश ही सेने उपस्थित थांती। मोर कहिबार अर्थ आम पुराना नियम के देखू कि नुआ नियम के देखू जेकोसी बाइबल जेकोसी माने कोण आम पढ़ू जेकोसी घटना की देखी था आम समस्त घटना उपरे अब्राहम को वंश ही उपस्थित थांती जो माने परमेश्वर को ग्रहण करती विश्वास करती मन फेरण करती सही माने अब्राहम को वंश ही थांती। से दिन यक्ष को मध्य से परी कहले प्रभु जीशु जेतेबेले से मन फेरण करी दरिद्र मानकर समस्त लुटित द्रव्य से निजको पाप स्वीकार कर से कहते मुझे 4 गुण रे फेरे देवी सेतेबेले जीशु कहते यही जड़े अब्राहम को वंश से अब्राहम को वंश विषय आम देखीचु मुझे सर्टकट्रे कही नौचे आज्ञा मैंने इड़ सियाड़ डेगौन बोली आपण मैंने नहीं भावे आम समय अति अल्प उपर से तो आम देखू जे जेकोसी जगार से अब्राहम को वंश थाए तो ये पंडित माने मोर कहबार उद्देश्य ई माने केन वंशरू आसथिले ई माने केम ठानु आसथिले यार कि माने किए आदि पुस्तक तार 25 अध्याय 1 आउ 6 टी आम पढ़ा प्रिय प्रभु को लोक माने जल्दी जल्दी आम पढ़ा ना समय अंटिब ना आदि पुस्तक 25 1 ରୁ 6 पढ़ा इन एपरी लिखा जाइए अब्राहम तार हेडिंग टा आम देखा सेने लिखा जाइए अब्राहम को आउ गोटे स्त्री थिले बोली लिखा जाइए सेने अब्राहम को आउ गोटे स्त्री थिले आउ से स्त्री रो नाम होचे कटुरा आम तो जानिछे समस्ते अब्राहम को स्त्री ना होचे सारा आउ गोटे स्त्री तांकर भी सेने थिले ताकर ना कटुरा आम 25 रु देखिबा अब्राहम कटुरा नामनी आउ गोटे स्त्री को विवाह करिथिले से तांको निमंते सिमरन जक्सन महान मिदियन सिबक और सुह एमान को जन्म कला सही जक्सन शिवा और ददान को जात कला ददान असुरिय और लटुसिय और लिमिय लोक मानकर आदि पुरुष मिदिनियर संतान ऐफा और एफर और हनक और बदीय अबदीय ओके अबदी ओ इलोदाया ए सम हाँ एटा आदि पुस्तक तार 25 रो 1 ରୁ 6 पढ़ुछु आमे मिदियन संतान ऐफा और एफर ए समस्ते कटुरार संतान ई माने समस्ते कटुरार संतान एथिउतारे अब्राहम इसहाक को आपनार सर्वस्व देले एउतारे अब्राहम इसहाक को आपनार सर्वस्व देई देले मात्र अब्राहम उपपत्नी मानक संतान को किछि किछि देई आपना जीव दशारे इसहाक निकटरू सेमान को पूर्व दिगस्त देश रे रहिबा को विदाय कले आमे आसु आज्ञा से पंडित माने केनु आइथिले आर के माने सेटा आमे देखिबा मुई सेटा कहबा को आपण मान को चाहे जे अब्राहम तांकर से उपपत्नी मानकर छुआ मान को किछि किछि देई इने वाक्य रे लिखा जे अब्राहम उपपत्नी मान को संतान गण को किछि किछि देई अपना जीव दशारे इसहाक निकटरू सेमान को पूर्व दिगस्त देश रे रहिबा को विदाय कले सहीटा भी आमे देखुछु सही अब्राहम संतान सही कटुरार संतान जेन संतान माने आमे ऊपर एबे पढ़लु सेमान के जेते बेले अब्राहम को परमेश्वर जेते चुक्तिनामा करथिले जेते बेले अब्राहम परमेश्वर को कहले मोर तो संतान नहीं आउ जेन व्यक्ति अच्छे से मोर संपत्तिर अधिकारी हेबो परमेश्वर कहले नहीं से तोर संपत्तिर अधिकारी हेबो नहीं मात्र तुमर औरसरु जे जात हेबो सही इसहाक सही ही तुमर संपत्तिर अधिकारी हेबो किंतु सही परी आमे देखुछु जे अब्राहम से तांकर समस्त संपत्तिर समस्त इसहाक को दान कर देले मात्र से कटुरार संतान को किछि किछि देई जीव दशारे इसहाक निकटरू सेमान को पूर्व दिगस्त देश रे रहिबा को विदाय कले पूर्व देश माने देश रे रहिबा को विदाय कर देले
ହାଲେଲୁୟା। ତ ଆମେ ଦେଖୁ ମୋର କହିବାର ଉଦ୍ଦେଶ୍ୟ ଏଇଟା ଯେ ଯଦି ପୂର୍ବ ଦେଶରୁ ସେମାନେ ଆସିଥିଲେ ତ ସେମାନେ କିଏ ହେଇଥିବେ ଆପଣମାନେ ନିଜ ମନରେ ଭାବନ୍ତୁ। ଆଉ ଅନ୍ୟ କେହି ହେଇଥିବେ ନାହିଁ, କାରଣ ପରମେଶ୍ୱର ଅନ୍ୟ କେଉଁ ଜାତିରେ ମନୋନୀତ କରନ୍ତି ନାହିଁ। କେବଳ ଯେଉଁ ଜାଗାରେ ବି ଦର୍ଶନ ଦିଅନ୍ତି କେବଳ ଅବ୍ରାହମଙ୍କ ଖାନଦାନରେ ହିଁ ଦର୍ଶନ ଦିଅନ୍ତି। ଅବ୍ରାହମଙ୍କ ଖାନଦାନର ସନ୍ତାନ ସନ୍ତତିକୁ ହିଁ ପରମେଶ୍ୱର ଡାକନ୍ତି କିମ୍ବା କିଛି ଆଦେଶ ଦିଅନ୍ତି କିମ୍ବା କହନ୍ତି। ଆଉ କୌଣସି ଜାତିକୁ ସେମାନେ ମନୋନୀତ କରନ୍ତି ନାହିଁ ପରମେଶ୍ୱର। କେବଳ ଅବ୍ରାହମଙ୍କର ବଂଶଙ୍କୁ ହିଁ ମନୋନୀତ କରନ୍ତି। ଆମେ ଦେଖିବା ତ ସେହି ପଣ୍ଡିତମାନେ ମୋର ଖିଆଲରେ ମୁଁ ଯାହା ଭାବୁଛି ସେହି ପୂର୍ବ ଦେଶରେ ଯେଉଁମାନେ କଟୁରାର ସନ୍ତାନମାନେ ରହିଥିଲେ ସେହି ଦେଶର ହିଁ ସେ ପଣ୍ଡିତମାନେ ଆସିଥିବେ ପ୍ରିୟ ପ୍ରଭୁଙ୍କ ଲୋକମାନେ। ଆହୁରି ମଧ୍ୟ ବାକ୍ୟରେ ଲେଖାଯାଏ ଜିସା 60:6 ଲେଖା ହେଇଛେ। ଜଲ୍ଦି ଯିବା, ଆଜି ମାନେ ଟିକେ ଲେଟ୍ ବି ହେଇପାରେ ଆଜ୍ଞା, ମାନେ ମୋତେ କ୍ଷମା ଦେବେ। ଜିସା 60:6 ଏଠି ପରା ଲେଖାଯାଏ ଅପାର ଓଟ ମିଦିଅନ ଓ ୱଇଫାର ଦୂତଗାମୀ। ଆମେ ଦେଖିଲୁ ୱଇଫା ଶବ୍ଦ କେନୁ ସେଇ କଟୁରାର ସନ୍ତାନ ୱଇଫା। ସେ ଆଦି ପୁସ୍ତକ 1-6 ଆମେ ଯେନ୍ ପଢ଼ଲୁ ଯେ ସେ କଟୁରାର ସନ୍ତାନ ମାନେ କିଏ, ସେଥିରେ ଅଛେ ୱଇଫା ଅଛନ୍। ସେ ୱଇଫା ବୋଲିକିରି ଗୋଟେ ଅଛନ୍, ସେଟା ଗୋଟେ ସେ ତାଙ୍କର ସନ୍ତାନର ନାଁ। ୱଇଫାର ଦୂତଗାମୀ ଉଷ୍ଟ୍ର ତୁମକୁ ଆବୃତ କରିବେ, ସେହି ସବୁ ଶିବା ଦେଶରୁ ଆସିବେ। ସେମାନେ ସୁବର୍ଣ୍ଣ କୁନ୍ଦୁରୁ ଆଣିବେ ଓ ସଦାପ୍ରଭୁଙ୍କ ପ୍ରଶଂସା ପ୍ରଚାର କରିବେ। ସେମାନେ ସୁବର୍ଣ୍ଣ ଓ କୁନ୍ଦୁରୁ ଆଣିବେ। ସେଇ ୱଇଫା, ସେଇ ଅବ୍ରାହମଙ୍କ ସନ୍ତାନକେ ଆମେ ଦେଖୁ, ସେଇ ସନ୍ତାନମାନଙ୍କର ନାଁ ୱଇଫା। ଆଉ ସେମାନେ ପୂର୍ବ ଦେଶରୁ ଶିବା ଦେଶରୁ ବୋଲି ଲେଖାଯାଇଛି। ସେ ପୂର୍ବ ଦେଶରେ ଗୋଟେ ଶିବା ଦେଶ ବୋଲି ଅଛେ, ଆଉ ସେହି ଦେଶରୁ ସେମାନେ ଆସିବେ। ଆଉ ସେମାନେ ସୁବର୍ଣ୍ଣ ଓ କୁନ୍ଦୁରୁ ଆଣିବେ ଆଉ ସଦାପ୍ରଭୁଙ୍କର ପ୍ରଶଂସା ପ୍ରଚାର କରିବେ। ହାଲେଲୁୟା। ଆମେ ଦେଖୁ ପ୍ରିୟ ପ୍ରଭୁଙ୍କ ଲୋକମାନେ ଗୀତ ସଂହିତା 10-11 ବି ଅଛେ, 15 ଅଧ୍ୟାୟରେ ବି ଲେଖାଯାଇଛି। ଆଉ ଅନ୍ୟ କେହି ନେଇ ହେଇଥିବେ ଆଜ୍ଞା, ମାନେ କେବଳ ତ ଈଶ୍ୱରଙ୍କ ସନ୍ତାନ ସେ ପ୍ରଭୁ ତାଙ୍କୁ ଯେ ମନୋନୀତ କରିଛନ୍ତି ଅବ୍ରାହମଙ୍କ ସନ୍ତାନ, ସେହି ୱଇଫାର ସନ୍ତାନ ମାନେ, ସେହି ୱଇଫାର କଟୁରାର ସନ୍ତାନ ସେହି ୱଇଫା, ସେହିମାନେ ହିଁ ସମସ୍ତେ ଭେଟି ଆଣିଥିବେ। ଅବ୍ରାହମକୁ ପରମେଶ୍ୱର ଆହୁରି ବହି କହୁଛି ତୁମର ଏଇ ରାଜା ମହାରାଜା ମାନେ କ'ଣ କରିବେ, ଜନ୍ମଗ୍ରହଣ କରିବେ। ରାଜା ମହାରାଜା ମାନେ ଜନ୍ମଗ୍ରହଣ କରିବେ। ଗୀତ ସଂହିତା 72:10-11 ଟିକେ ଦେଖୁଁ। ସେ ରାଜା ମହାରାଜା ମାନେ ସେମାନେ ହେଇଥିବେ। ସେନେ ଗୀତ ସଂହିତା 72:10-11 ତର୍ଷିସର ଦ୍ୱୀପ ସମୂହର ରାଜଗଣ ଦର୍ଶନୀ ଆଣିବେ। ହାଲେଲୁୟା। ଆମେ ଦେଖୁଁ ଗୀତ ସଂହିତା 72:10ରେ ତର୍ଷିସର ଓ ଦ୍ୱୀପ ସମୂହର ରାଜଗଣ ଦର୍ଶନୀ ଆଣିବେ। ଶିବାର ଓ ସବାର ରାଜଗଣ ଭେଟି ଦାନ କରିବେ। ହଁ, ସବୁ ରାଜାମାନେ ତାହାଙ୍କ ଛାମୁରେ ପ୍ରଣାମ କରିବେ ଓ ସବୁ ଗୋଷ୍ଠୀମାନେ ତାହାଙ୍କର ସେବା କରିବେ। ହାଲେଲୁୟା। ଆମେ ଦେଖୁଁ ଯେ ସେହି ଶିବା ଦେଶ, ସେହି ପୂର୍ବ ଦେଶର ଲୋକମାନେ ଭେଟି ସେହି ରାଜାଗଣ ଭେଟି ଦାନ କରିବେ। ଯେଉଁ ପ୍ରଭୁ ଯୀଶୁ ରାଜାମାନଙ୍କର ରାଜା, ସେ ପ୍ରଭୁମାନଙ୍କର ପ୍ରଭୁ। ଆଉ ସେହି ରାଜାକୁ ଦର୍ଶନ କରିବାକୁ ଆହୁରି ଅନେକ ରାଜା ଆସିବେ। ଆଉ ସେମାନେ ଭେଟି ଆଣିବେ। ଶିବାର ୱଇଫାର ଲୋକମାନେ ସେମାନେ ଆସିବେ, ଭେଟି ଆଣିବେ। ଆଉ ସେମାନେ ସୁନା କୁନ୍ଦୁରୁ ଗନ୍ଧରସ ଆଣିବେ ଆଉ ରାଜାଙ୍କୁ ପ୍ରଣାମ କରିବେ। ଆଉ ବାକ୍ୟରେ ଲେଖାଯାଏ ସବୁ ରାଜାମାନେ ତାହାଙ୍କ ଛାମୁରେ ପ୍ରଣାମ କରିବେ, ସବୁ ଗୋଷ୍ଠୀମାନେ ତାହାଙ୍କର ସେବା କରିବେ। ହାଲେ